ଓଁ ସାଇନାଥାୟ ନମଃ। ପ୍ରିୟ ଭକ୍ତ ବନ୍ଧୁମାନେ, ଏହି ମୁହୂର୍ତ୍ତରେ ଆପଣ ଯେଉଁ କଥା ଶୁଣୁଛନ୍ତି ସେ ଯେକୌଣସି ସାଧାରଣ କଥା ନୁହେଁ। ଆପଣ ମନରେ ଗଭୀର ଯନ୍ତ୍ରଣା ନେଇ ଚାଲୁଛନ୍ତି କି? ସମ୍ଭବତଃ ଆପଣ ଏକା ଏକା ରାତିରେ କାନ୍ଦୁଛନ୍ତି କି? ସମ୍ଭବତଃ ଆପଣ ଭଗବାନଙ୍କୁ ପଚାରୁଛନ୍ତି କି ମୋ ସହିତ ଏମିତି କାହିଁକି? ପ୍ରିୟ ଭକ୍ତମାନେ, ଆଜି ଆପଣଙ୍କ କାନରେ ଯେଉଁ ସାଇଙ୍କ ନାମ ପଡ଼ୁଛି ସେ ହଠାତ୍ ନୁହେଁ। ଶିରିଡ଼ି ସାଇଙ୍କ ନିଜେ ଆପଣଙ୍କୁ କହିଛନ୍ତି। ସାଇବାବା କହିଛନ୍ତି, ଯେତେବେଳେ ମଣିଷର ଶକ୍ତି ଶେଷ ହୁଏ ସେତେବେଳେ ମୋ କୃପା ଆରମ୍ଭ ହୁଏ। ଆଜିର ଏହି ହିତବାଣୀ ଆପଣଙ୍କ ମନକୁ ଶାନ୍ତ କରିବ, ଆପଣଙ୍କ ଆଖିରେ ଲୁହ ପୋଛିବ ଏବଂ ଆପଣଙ୍କ ପୁଣି ଥରେ ଜୀବନ ଉପରେ ଭରସା କରିବା ଶିଖାଇବ। ଓଁ ସାଇରାମ। ଶିରିଡ଼ି ସାଇବାବା କେବଳ ଏକ ମୂର୍ତ୍ତି ନୁହେଁ, ସେ ହେଉଛନ୍ତି ଜୀବନର ସଞ୍ଜୀବ ଭରସା। ସେ ଧନୀ ନଥିଲେ, ସେ ରାଜା ନଥିଲେ, କିନ୍ତୁ ସେ ଯାହା ପାଖରେ ଥିଲେ ତାଙ୍କ ପାଖରେ କେବେ ଦୁଃଖ ରହୁନଥିଲା। ଭୋକ ଆସିଲେ ସେ ଭୋଜନ ଦେଲେ, ଦୁଃଖୀ ଆସିଲେ ସେ ଆଶୀର୍ବାଦ ଦେଲେ, ଭାଙ୍ଗିଥିବା ମନ ଆସିଲେ ସେ ଭରସା ଦେଇ ଫେରାଇଲେ। ସାଇବାବା କହିଛନ୍ତି, ମୋ ଘରର ଦ୍ୱାର ସବୁବେଳେ ଖୋଲା, କେବଳ ଭରସା ନେଇ ଆସ। ସବୁରି ସଦା ମାଲିକ ହେ। ଶ୍ରଦ୍ଧା ମନେ ହେଉଛି ଭାଙ୍ଗିଗଲେ ମଧ୍ୟ ଭଗବାନ ଧରି ରଖିବେ। ଯେତେବେଳେ ସବୁ ଲୋକ ଆପଣଙ୍କୁ ଛାଡ଼ି ଦିଅନ୍ତି, ସାଇ ସେତେବେଳେ କହନ୍ତି, ମୁଁ ଅଛି ପାଖରେ। ଶ୍ରଦ୍ଧା ମାନେ ଉତ୍ତର ନ ମିଳିଲେ ମଧ୍ୟ ଅପେକ୍ଷା କରିବେ। ସାଇ କହନ୍ତି, ଯିଏ ମୋ ଉପରେ ଭରସା କରେ ମୁଁ ତାକୁ କେବେ ଭୁଲେନି। ସବୁରି ମାଲିକ, ସବୁରି ଏକ। ସାଇବାବା କହିଛନ୍ତି, ଆବେ ସମସ୍ତ ତୁରନ୍ତ ଫଳ ଚାହୁଁ, କିନ୍ତୁ ସାଇ କହନ୍ତି, ଡେରି ମାନେ ନାକାମୀ ନୁହେଁ, ଡେରି ମାନେ ମୋ ପ୍ରସ୍ତୁତି। ଯେଉଁ ଡେରି ଆଜି ଆପଣଙ୍କୁ କଷ୍ଟ ହେଉଛି, ସେଇ ଡେରି ଆଗାମୀକାଲି ଆପଣଙ୍କ ଆଶୀର୍ବାଦ ଦେବ। ସାଇ କେବେ ଭୁଲ ସମୟରେ କିଛି ଦିଅନ୍ତୁ ନାହିଁ। ସାଇ କହନ୍ତି, ଦୁଃଖ ମୋର ଦଣ୍ଡ ନୁହେଁ, ଦୁଃଖ ମୋର ଶିକ୍ଷା। ଯେଉଁ ରାତିରେ ଆପଣ କାନ୍ଦି କାନ୍ଦି ସାଇଙ୍କୁ ଡାକନ୍ତି, ସେ ରାତିରେ ସାଇ ଆପଣଙ୍କ ଭବିଷ୍ୟତ ଗଢ଼ୁଛନ୍ତି। ଦୁଃଖ ଆସେ ମଣିଷ ଭାଙ୍ଗିବା ପାଇଁ ନୁହେଁ, ଦୁଃଖ ଆସେ ମଣିଷକୁ ଭଗବାନ ସହିତ ଯୋଡ଼ିବା ପାଇଁ ନୁହେଁ। ନିଜ କର୍ମକୁ ଭଗବାନ ଭାବ, ମୁଁ ତୋ ସହିତ ଅଛି। ଭୋକାକୁ ଖାଇବାକୁ ଦେବା ଓ ଦୁଃଖୀକି ସାହାଯ୍ୟ କରିବା, ମିଛ ନ କହିବା, ଏହା ହିଁ ସାଇଙ୍କ ସତ୍ୟ ପୂଜା। ଭୟ କରନି, ମୁଁ ସଦା ତୋ ସହିତ ଅଛି। ତୁ ଏକା ନୁହେଁ, ମୁଁ ତୋର ସାଥୀ। ମୋ ଉପରେ ଭରସା କର, ସବୁ ଠିକ୍ ହେବ। ପ୍ରିୟ ଭକ୍ତମାନେ, ଆଜି ଯଦି ଆପଣ ଏହି କଥା ଶୁଣିଛନ୍ତି ନା, ଏହା ସାଇଙ୍କ ଆଶୀର୍ବାଦ। ଶ୍ରଦ୍ଧାକୁ ଧରନ୍ତୁ, ସବୁରିକି ଭୁଲନ୍ତୁ ନାହିଁ। ସାଇଙ୍କ ନାମକୁ ହୃଦୟରେ ରଖନ୍ତୁ। ସାଇ କହନ୍ତି, ତୁ ଚିନ୍ତା କରେନି, ମୁଁ ସବୁ ଦେଖୁଛି। ଶିରିଡ଼ି ସାଇବାବା କୃପା ସଦା ଆପଣଙ୍କ ସହିତ। ଯଦି ଏହି ସାଇବାବାଙ୍କର ହିତବାଣୀ ଆପଣଙ୍କ ହୃଦୟକୁ ଅଳ୍ପ ମାତ୍ରାରେ ମଧ୍ୟ ସ୍ପର୍ଶ କରିଥାଏ, ତେବେ ଭାବନ୍ତୁ, ସାଇ ଆଜି ଆପଣଙ୍କ ସହିତ କଥା ହେଉଛନ୍ତି। ଜୀବନରେ ଯେତେବେଳେ ଆପଣ ଏକା ଲାଗନ୍ତି ନା, ଭୟ ଆସେ, ଆଶା ଭାଙ୍ଗିଯାଏ, ସେତେବେଳେ ମନେ ପକାନ୍ତି ଏକ ନାମ, ସାଇବାବା। ସାଇ କହନ୍ତି, ଶ୍ରଦ୍ଧା ଓ ସବୁରି ରଖ, ବାକି ସବୁ ମୁଁ ଦେଖିନେବି। ଏହି ହିତବାଣୀକୁ କେବଳ ଶୁଣିବେନି, ନିଜ ଜୀବନରେ ଆଣନ୍ତୁ। ସାଇଙ୍କ ଉପରେ ଭରସା ରଖନ୍ତୁ, ଆପଣଙ୍କର ପଥ ସେ ନିଶ୍ଚୟ ଆଲୋକିତ କରିବେ। ଯଦି ଆପଣ ସାଇବାବାଙ୍କର ଭକ୍ତ ହେବେ, ଭିଡ଼ିଓକୁ ଲାଇକ୍ କରନ୍ତୁ, ଏହାକୁ ସେୟାର କରନ୍ତୁ, ଯାହାଦ୍ୱାରା ଆଉ ଜଣେ ଭକ୍ତଙ୍କ ମନକୁ ଶାନ୍ତ ମିଳିବ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସାଇବାବାଙ୍କ ଆଶୀର୍ବାଦରେ ସଦା ଆପଣଙ୍କ ସହିତ ରଖନ୍ତୁ। ସବ୍ କା ସାଇ, ସାଇ ସବ୍ କା ସାଇ। ଜୟ ସାଇରାମ, ଜୟ ସାଇରାମ।